ତାଙ୍କ କହିବାର କଥା ଥିଲା ବ୍ୟକ୍ତିଙ୍କ ଭିତରେ ଈଶ୍ୱରଙ୍କୁ ପାଇବାର ତଡ଼ପ ରହିବା ଦରକାର। ଆମକୁ ଆମ ମନୋବୃତ୍ତିର ବିରୁଦ୍ଧରେ ଯାଇ ଆଧ୍ୟାତ୍ମିକ ରାସ୍ତାରେ ସଂଘର୍ଷରତ ରହିବା ଦରକାର। ସେ କହୁଥିଲେ ସାଧନାର ଅର୍ଥ ନିଜ ଗୁରୁଙ୍କ ପାଖରୁ ନେଇଥିବା ନାମ ଜପ ନୁହଁ, ଜୀବନର ସବୁ କ୍ଷେତ୍ରରେ ଧୈର୍ଯ୍ୟର ସହିତ ମନ ଲଗାଇ କାମ କରିବା ବି ସାଧନା ହୋଇଥାଏ। ପାପ କର୍ମକୁ ଚିହ୍ନିବା, ପାପ କର୍ମ କଲା ପରେ ପଶ୍ଚାତାପ କରିବା, ପାପ କର୍ମଠୁ ନିଜକୁ ଦୂରେଇ ରଖିବା, କୁସଙ୍ଗତ ତ୍ୟାଗ କରିବା ଆଉ ପବିତ୍ର ଲୋକଙ୍କ ସାଙ୍ଗରେ ରହିବା, ନିରନ୍ତର ନାମ ଜପ କରିବା ଓ ସାତ୍ତ୍ୱିକ ବିଚାର ରଖିବା, ଏସବୁର ପାଳନ କରିକି ନାମ ସାଧନାରେ ନିଜକୁ ନିୟୋଜିତ ରଖିବା, ତାହେଲେ ତୁମେ ଇନ୍ଦ୍ରିୟ ବିଜୟୀ ହୋଇପାରିବ। ନମସ୍କାର, ମୁଁ ଚିତ୍ତରଞ୍ଜନ ନାୟକ। ମୁଁ ଆପଣଙ୍କୁ ଆହୁରି ଥରେ ସ୍ୱାଗତ କରୁଛି ଗଡ୍ ହେଭେନ୍ ଫର୍ ୟୁ ଚ୍ୟାନେଲକୁ। ଆଜି ଆମେ ଆପଣଙ୍କ ପାଇଁ ଗୋଟେ ଦିବ୍ୟ ସନ୍ତଙ୍କର କାହାଣୀ ନେଇକି ଆସିଛୁ। ତାଙ୍କ ନାଁ ହେଲା ବିଜୟ କୃଷ୍ଣ ଗୋସ୍ୱାମୀ। ବଙ୍ଗାଳର ଶାନ୍ତିପୁର ଗ୍ରାମରେ ବିଜୟ କୃଷ୍ଣଙ୍କ ଜନ୍ମ ହୋଇଥିଲା। ସେ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କର ବଡ଼ ଭକ୍ତ ଅଦ୍ୱୈତାଚାର୍ଯ୍ୟଙ୍କର 10ମ ପିଢ଼ିରେ ଜନ୍ମ ହୋଇଥିଲେ। ତାଙ୍କ ପିତା ଆନନ୍ଦ କିଶୋର ଜଗନ୍ନାଥ ପୁରୀର ଯାତ୍ରା ଦଣ୍ଡବତ ପ୍ରଣାମ କରିକି ପୁରା କରିଥିଲେ। ଜଗନ୍ନାଥଙ୍କୁ ଦର୍ଶନ କଲା ପରେ ସେ ଭାବ ସମାଧିରେ ଲୀନ ହୋଇଗଲେ। ସେହି ସମୟରେ ତାଙ୍କୁ ଭଗବାନ ଜଗନ୍ନାଥ ଦର୍ଶନ ଲାଭ ଦେଲେ ଆଉ ସେ ଦର୍ଶନ ଲାଭ କଲେ। ଶ୍ରୀ ଜଗନ୍ନାଥ କହିଲେ, ତୁମେ ଫେରିଯାଅ, ମୁଁ ତୁମ ଘରେ ପୁତ୍ର ରୂପରେ ଜନ୍ମ ହେବି। ଦୟା, ଧର୍ମ, ଦାନ, ବୈରାଗ୍ୟତା, ସ୍ପଷ୍ଟବାଦିତା, ଏସବୁ ସେଇ ଗୁଣ ଯାହା ସନ୍ତମାନଙ୍କ ଠାରେ ଦେଖାଯାଏ। କିନ୍ତୁ ଦେଖାଯାଏ ଏ ଗୁଣ ବ୍ୟତୀତ ଅଧିକ ବ୍ରହ୍ମବେତ୍ତା ସନ୍ତମାନଙ୍କର ଗୁଣରେ କିଛି ନା କିଛି ଘଟଣା ଅବଶ୍ୟ ହୁଏ, ଯାହାଦ୍ୱାରା ତାଙ୍କ ବ୍ୟକ୍ତିତ୍ୱ ଆଉ ଚରିତ୍ର ପୂର୍ଣ୍ଣ ରୂପରେ ଆଧ୍ୟାତ୍ମିକତା ହେବାକୁ ପ୍ରେରିତ କରିଥାଏ। କାହିଁକି ନା ବିଜୟ କୃଷ୍ଣଜୀ ଅଦ୍ୱୈତାଚାର୍ଯ୍ୟରେ ଆସୁଥିଲେ। ବହୁତ ଲୋକ ତାଙ୍କୁ ପ୍ରେମ କରୁଥିଲେ ଆଉ ତାଙ୍କର ଇଜ୍ଜତ ମଧ୍ୟ କରିଥାନ୍ତି। ବିଜୟ କୃଷ୍ଣ ଆଧ୍ୟାତ୍ମିକ ବ୍ୟକ୍ତି ଥିଲେ, ଏଥିପାଇଁ ଈଶ୍ୱରଙ୍କ ପ୍ରତି ତାଙ୍କର ଭକ୍ତି ଚାଲୁଥିଲା ଆଉ ବାଲ୍ୟଲୀଳା ମଧ୍ୟ ଚାଲୁଥିଲା ଆଉ ସତ୍ ଗୁଣରେ ସେ ସ୍ପଷ୍ଟବାଦୀ ଥିଲେ। ବିଜୟ କୃଷ୍ଣଜୀ ବ୍ରହ୍ମ ସମାଜରେ ସାମିଲ ହେଲେ। ବ୍ରହ୍ମ ସମାଜ କେବଳ ଉପନିଷେଦ ଆଉ ଶଙ୍କରାଚାର୍ଯ୍ୟଙ୍କର ଆଦର୍ଶକୁ ଶ୍ରେଷ୍ଠ ମାନିଥାଏ, ଯାହା ଗୋଟିଏ ଈଶ୍ୱର ଧାରାକୁ ମାନେ। ବ୍ରହ୍ମ ସମାଜରେ ଯୋଡ଼ି ହେଲା ପରେ ଗୋଟିଏ ଈଶ୍ୱରବାଦକୁ ତାଙ୍କ ମନ ଭିତରେ ସେ ଘର କରିଦେଲେ। ସେ ଭଗବାନଙ୍କ ପ୍ରକଟ ସ୍ୱରୂପକୁ ଅସ୍ୱୀକାର କରିଦେଲେ। ସେ ବହୁତ ସମୟ ଧରି ବ୍ରହ୍ମ ସମାଜ ସହିତ ଜଡ଼ିତ ରହିଲେ ଆଉ ଏକ ଈଶ୍ୱରବାଦକୁ ଦୃଢ଼ ହୋଇ ପ୍ରଚାର ପ୍ରସାର କରିବାକୁ ଲାଗିଲେ। କିନ୍ତୁ ତାଙ୍କ ଗଭୀର ଧ୍ୟାନର ଅନୁଭୂତି ନିରାକାର ପରମ ବ୍ରହ୍ମ ଅବସ୍ଥାକୁ ଗୋଟେ ବଡ଼ ଧକ୍କା ଦେଲା। ଯେତେବେଳେ ଦିନେ ସେ ସନ୍ଧ୍ୟାରେ ସେ ନିର୍ଗୁଣ ପରମ ବ୍ରହ୍ମଙ୍କୁ ଧ୍ୟାନ ଲଗାଉଥିଲେ, ସେହି ସମୟରେ ଭଗବାନ ଶ୍ରୀକୃଷ୍ଣ ତାଙ୍କ ସମକ୍ଷରେ ପ୍ରକଟ ହେଲେ ଆଉ ତାଙ୍କୁ ସ୍ୱର୍ଣ୍ଣର ଆଭୂଷଣ ମାଗିଲେ। ସ୍ୱାମୀଜୀ କହିଲେ, ମୁଁ ପ୍ରକଟ ସ୍ୱରୂପକୁ ମାନେ ନା। ଭଗବାନ ଶ୍ରୀକୃଷ୍ଣ କହିଲେ, ତୁମେ ପ୍ରକଟ ସ୍ୱରୂପକୁ ମାନ ୟା ନ ମାନ, କିନ୍ତୁ ମୋ ପାଇଁ ଆଭୂଷଣ ତ ବନେଇ ପାରିବ। ବିଜୟ କୃଷ୍ଣ କହିଲେ, ନା ମୋ ପାଖରେ ସୁନା ଅଛି, ନା କୋଉ ତରିକା ଅଛି କି ମୁଁ ସ୍ୱର୍ଣ୍ଣ ପ୍ରାପ୍ତ କରିପାରିବି। ବିଜୟ କୃଷ୍ଣଜୀ ବହୁତ ମନା କଲେ, କିନ୍ତୁ ଶ୍ୟାମ ସୁନ୍ଦର ଗୋଟେ ନଟଖଟ ବାଳକ ପରି ତାଙ୍କ ପଛରେ ପଡ଼ିଗଲେ। ତା ସହିତ ସେ ସୂଚନା ଦେଲେ, ଶାନ୍ତିପୁରରେ ତୁମର ଯିଏ ପିଉସୀ ନାନୀ ଅଛନ୍ତି, ତାଙ୍କ ପାଖରେ ସୁନାର ସିକ୍କା ଅଛି ଆଉ କେଉଁଠି ରଖିଛନ୍ତି ମଧ୍ୟ ସେ କହିଥିଲେ। ବିଜୟ କୃଷ୍ଣଜୀ କୌତୂହଳ ବଶତଃ ପିଉସୀଙ୍କ ଘରକୁ ଗଲେ। କହିଲେ, ଶ୍ୟାମ ସୁନ୍ଦର ସୁନାର ଆଭୂଷଣ ଚାହୁଁଛନ୍ତି। ତାଙ୍କ ପିଉସୀ ତାଙ୍କୁ ତାନା ଦେଇ କହିଲେ, ତୁମେ ତ ଶ୍ୟାମ ସୁନ୍ଦରକୁ ମାନୁ ହିଁ ନାହଁ, ମୋତେ ଆଭୂଷଣ ମାଗିବା ପାଇଁ ତାଙ୍କୁ ତୁମଠାରୁ କୋଉ ଯୋଗ୍ୟ ବ୍ୟକ୍ତି ମିଳିଲେନି ଯେ ତୁମକୁ ପଠାଇଛନ୍ତି ଆସି ମାଗିବା ପାଇଁ। ବିଜୟ କୃଷ୍ଣ ତାଙ୍କ ପିଉସୀଙ୍କୁ ସେ ସ୍ଥାନ କହିଦେଲେ ଯେଉଁ ସ୍ଥାନରେ ତାଙ୍କ ପିଉସୀ ସ୍ୱର୍ଣ୍ଣ ସିକ୍କା ରଖିଛନ୍ତି। ତାଙ୍କ ପିଉସୀ ବହୁତ ଆଶ୍ଚର୍ଯ୍ୟଚକିତ ହେଲେ, ତତ୍ ସହିତ କାନ୍ଦିବାକୁ ଲାଗିଲେ। ତାଙ୍କୁ ପୁରା ବିଶ୍ୱାସ ହୋଇଗଲା ଭଗବାନ ଶ୍ରୀକୃଷ୍ଣ ହିଁ ତାଙ୍କୁ ଗହଣା ମାଗିଛନ୍ତି। ସେ ଗହଣା ବନେଇବା ପାଇଁ ରାଜି ହୋଇଗଲେ। ଏହି ଘଟଣା ପରେ ବିଜୟ କୃଷ୍ଣ କୋଲକାତା ଆସିଗଲେ। କିଛି ଦିନ ପରେ ସ୍ୱାମୀଜୀ ଧ୍ୟାନରେ ବସିଥିଲେ। ଶ୍ୟାମସୁନ୍ଦର ପୁଣି ଥରେ ଦେଖାଦେଲେ ବିଜୟ କୃଷ୍ଣଙ୍କୁ। କହିଲେ, ଥରେ ଶାନ୍ତିପୁର ଆସ, ଦେଖ ନୂଆ ଆଭୂଷଣରେ ମୁଁ କେତେ ସୁନ୍ଦର ଦିଶୁଛି। ସ୍ୱାମୀଜୀ ପୁଣି କହିଲେ, ମୁଁ ସଗୁଣ ବ୍ରହ୍ମକୁ ମାନେ ନାହିଁ, କେବଳ ନିର୍ଗୁଣକୁ ହିଁ ମାନୁଛି। କୃଷ୍ଣ ପୁଣି କହିଲେ, ଠିକ୍ ଅଛି, ନ ମାନ, କିଛି କଥା ନାହିଁ, କିନ୍ତୁ ଶାନ୍ତିପୁର ଆସି ଏ ଦେଖିବାର ଖରାପ କ'ଣ ଅଛି। ଏହାପରେ ସ୍ୱାମୀଜୀ ନିର୍ଗୁଣ ଉପରେ ଧ୍ୟାନ କରିବାକୁ ବହୁତ ଚେଷ୍ଟା କଲେ, କିନ୍ତୁ କରିପାରିଲେ ନାହିଁ। ଅନ୍ତତଃ ସେ ଶାନ୍ତିପୁର ଯିବା ପାଇଁ ନିଷ୍ପତ୍ତି ନେଲେ ଆଉ ପ୍ରସ୍ଥାନ କଲେ। ସମୟ ଅଧିକ ହୋଇଯାଇଥିଲା। ଶାନ୍ତିପୁର ପାଇଁ
ଯେଉଁ ଟ୍ରେନ୍ ଥିଲା ସେ ବି ଚାଲି ଯାଇଥିଲା। ସେ ଆଉ ଗୋଟେ ଟ୍ରେନ୍ରେ ରାଣୀଘାଟ ଯାଏଁ ଗଲେ ଆଉ ସେଠୁ ପାଦରେ ଚାଲି ଚାଲି ଶାନ୍ତିପୁର ଗଲେ। ବହୁତ ରାତି ହୋଇଯାଇଥିଲା, କିନ୍ତୁ ତାଙ୍କ ପାଇଁ ମନ୍ଦିରର କବାଟ ଖୋଲା ରଖାଯାଇଥିଲା। ନୂଆ ଆଭୂଷଣ ପିନ୍ଧି ସେ ଦେଖୁଛନ୍ତି ଯେ ଶ୍ୟାମସୁନ୍ଦର ନୂଆ ଆଭୂଷଣ ପିନ୍ଧି ଛିଡ଼ା ହୋଇ ହସୁଛନ୍ତି। ଏହି ଘଟଣା ପରେ ସ୍ୱାମୀଜୀ ଈଶ୍ୱରକୁ ପ୍ରକଟ ହେବା ସ୍ୱରୂପକୁ ସେତିକି ମାନିବାକୁ ଲାଗିଲେ ଯେତିକି ଅପ୍ରକଟ ସ୍ୱରୂପରେ ରୁଚି ରଖୁଥିଲେ। ସେ ଘୋଷଣା କଲେ, ଈଶ୍ୱର ପ୍ରକଟ ଆଉ ଅପ୍ରକଟ ଦୁଇଟି ସ୍ୱରୂପରେ ବିଦ୍ୟମାନ। ସ୍ୱାମୀଜୀ ବ୍ରହ୍ମ ସମାଜ ଛାଡ଼ିବା ପରେ ବି ବ୍ରହ୍ମ ସମାଜର ବରିଷ୍ଠ ଲୋକଙ୍କ କହିବାରୁ ସେ ସେଠି ପ୍ରାର୍ଥନା କରାଉଥିଲେ। ଦିନେ ପ୍ରାର୍ଥନା କରାଉଥିବା ସମୟରେ ତାଙ୍କୁ ଦିବ୍ୟ ବିଭୂତିମାନଙ୍କର ଦର୍ଶନ ହେଲା। ଯେମିତି ନାରଦ ମୁନି, ବାଲ୍ମୀକି, ରାମକୃଷ୍ଣ ପରମହଂସ, ଏମାନେ ସବୁ ତାଙ୍କୁ ଦର୍ଶନ ଦେଲେ। ତ ସେ ବ୍ରହ୍ମ ସମାଜର ପ୍ରାର୍ଥନା କରୁଥିଲେ। ତ ବ୍ରହ୍ମ ସମାଜର ଲୋକ ଯିଏ ଥିଲେ ସେ ପ୍ରାର୍ଥନା କରିବା ସମୟରେ ଏ ଦିବ୍ୟ ବିଭୂତିଙ୍କ ନାମ ବି ନେଇଗଲେ। ଏହାଦ୍ୱାରା ବ୍ରହ୍ମ ସମାଜର ବହୁତ ଧଡ଼ପକଡ଼ ମଜିଗଲା। କାହିଁକିନା ବ୍ରହ୍ମ ସମାଜ ଏସବୁ କିଛି ମାନେ ନା। ଏ ସମୟ ଥିଲା ବ୍ରହ୍ମ ସମାଜରୁ 26 ବର୍ଷର ପୁରୁଣା ସମ୍ପର୍କକୁ କାଟିବାର ବା ଅନ୍ତ ଘଟାଇବାର। ଏଉଠୁ ସେ ବ୍ରହ୍ମ ସମାଜ ଛାଡ଼ିଦେଲେ। ଗୋସ୍ୱାମୀ ଅଜବା ଜପକୁ ବହୁତ ମଣ୍ଡିତ କରୁଥିଲେ। ଲୋକ ବହୁତ ବାର ଦେଖିଛନ୍ତି ଯେ ସେ ଯେତେବେଳେ ଅଜପା ସାଧନାରେ ରତ ରହନ୍ତି ସେତେବେଳେ ବହୁତ ବଡ଼ ସର୍ପ ତାଙ୍କ ଉପରେ ଚଢ଼ିଥାଏ ଆଉ ତାଙ୍କ ମୁଣ୍ଡ ଉପରେ ଫଣା ଟେକିକି ରଖିଥାଏ ଆଉ ତାଙ୍କ କାନ ପାଖରେ ଆଉ ତାଙ୍କ ବେକ ପାଖରେ ମୁଣ୍ଡ ରଖି କିଛି ଶୁଣିବାକୁ ସେ ପ୍ରୟାସ କରୁଥାଏ। ଥରେ ତାଙ୍କ ମା କହିଲେ, ମୋ ପୁଅ ପୁରୀରୁ ଆସିଛି, ଯେବେ ସେ ପୁରୀକି ଯିବ ଆଉ ଫେରିବନି। ନିୟତିକୁ ଏକଥା ହୁଏତ ମଞ୍ଜୁର ଥିଲା। ସେ ପୁରୀ ଗଲେ ଆଉ ପୁରୀରେ ଯେତେବେଳେ ପହଞ୍ଚିଲେ ତାଙ୍କ ଉପରେ ଈର୍ଷା ରଖୁଥିବା ଲୋକ ତାଙ୍କୁ ପ୍ରସାଦ ବଦଳରେ ବିଷ ଦେଇଦେଲେ। ଏହା ଫଳରେ ତାଙ୍କ ଶରୀରର ବହୁତ ହାନି ଘଟିଲା। କିନ୍ତୁ ବିଷ ଖାଇଲା ପରେ ତାର କିଛି ଦିନ ପରେ ସେ ଦେହ ତ୍ୟାଗ କଲେ। ସେ କହନ୍ତି, କଳିଯୁଗରେ ଅଜାପା ସାଧନା ବହୁତ ମହତ୍ୱପୂର୍ଣ୍ଣ ଅଟେ। ବନ୍ଧୁଗଣ, ଭାରତବର୍ଷ ଏଭଳି ସନ୍ଥମାନଙ୍କୁ ଜନ୍ମ ଦେଇଛି ଯେଉଁ ସନ୍ଥମାନଙ୍କର ଆଶୀର୍ବାଦରେ ଆପଣମାନଙ୍କ ଭାଗ୍ୟ ଆଉ ଆପଣମାନଙ୍କ ଚରିତ୍ର ଗୋଟେ ସେକେଣ୍ଡରେ ପରିବର୍ତ୍ତନ ହେଇଯିବ। ଏ ଦିବ୍ୟ ସନ୍ଥ ଆଉ ଆମ ଗହଣରେ ନାହାନ୍ତି, କିନ୍ତୁ ଇଏ ଦେଇଥିବା ରାସ୍ତା, ଇଏ ଦେଇଥିବା ଚାଲିବା ପଦ୍ଧତି ଏସବୁ ଆମ ପାଖରେ ମହଜୁଦ ଅଛି, ଯାହାକୁ ଆମେ ନେଇ ଆମେ ଗୋଟେ ସୁନ୍ଦର ରାସ୍ତାରେ ସାରା ଜୀବନ ଚାଲିପାରିବା ଆଉ ଆଧ୍ୟାତ୍ମିକ ପରାକାଷ୍ଠାକୁ ଉପଲବ୍ଧି କରିପାରିବା। ନମସ୍କାର।